ଏକ ପୁରୁଣା ଓଡ଼ିଆ କାହାଣୀ ମୁଁ କହିବାକୁ ଯାଉଛି। ଦାଢ଼ିଆ ବଟବୃକ୍ଷର ରହସ୍ୟ। ଗଞ୍ଜାମ ଜିଲ୍ଲାର ମଣ୍ଡପରୁ ନାମର ଏକ ପୁରୁଣା ଗାଁ ଥିଲା। ଗାଁର ମଝିରେ ଥିଲା ଏକ ବିଶାଳ ବୁଢ଼ା ବରଗଛ, ଯାହାକୁ ନେଇ ବହୁ ଲୋକକଥା ଥିଲା। କୁହାଯାଉଥିଲା ସେହି ବଟଗଛକୁ ଦେବତା ରକ୍ଷା କରନ୍ତି। ଗୋଧୂଳି ବେଳେ ସେଇଠାରୁ ଘଣ୍ଟିର ଶବ୍ଦ ଆସେ ବୋଲି ଗାଁ ଲୋକମାନେ କୁହନ୍ତି। କେହି ରାତିରେ ସେଠାକୁ ଯିବାକୁ ସାହସ କରୁନଥିଲେ। ଦିନେ ଏକ ନୂଆ ଝିଅ ଗାଁକୁ ଆସିଲା। ସେ ଦିନେ ଗାଁକୁ ଆସିଲା ଏକ 12 ବର୍ଷର ଝିଅ। ନା ତାର ମିହିରା। ସେ ତାଙ୍କ ମାମାଙ୍କ ଘରେ ରହିବାକୁ ଆସିଥିଲା। ମିହିରା ବହୁତ ଉତ୍ସୁକ, ଜିଜ୍ଞାସୁ ଓ ସାହସୀ ଥିଲା। ଗାଁର ପିଲାମାନେ ତାକୁ କହିଲେ, ଦାଢ଼ିଆ ବଟଗଛ ପାଖକୁ ଯିବୁନି, ସେଠି ଭୂତ ରହେ। ମିହିରା ହସି ଦେଇ କହିଲା, ଭୂତ? ଭୂତ କେଉଁଠି? ପୁରୁଣା ଗଛ ହେଲେ ମଧ୍ୟ ଗଛ ନା। ଅଦ୍ଭୁତ ଘଣ୍ଟିର ଶବ୍ଦ। ସେଇ ଦିନରୁ ଗୋଧୂଳି ବେଳେ ମିହିରା ଘରେ ବାହାରେ ବସିଥିଲା। ସେହି ସମୟରେ ଢଙ୍ଗ ଢଙ୍ଗ ଶବ୍ଦ ଶୁଭିଲା। ମାମା ଭୟରେ ଦୁଆର ବନ୍ଦ କରିଦେଲେ। ମିହିରା, ଭିତରେ ଆସ, ବଟ ତଳେ କିଛି ହେଉଛି। ମିହିରା ମନେ ହେଲା ଏହାକୁ ଖୋଜିବା ଦରକାର। ସମସ୍ତେ ଶୋଇଯିବା ପରେ ମିହିରା ଧୀରେ ଧୀରେ ଦୁଆର ଖୋଲି ଚୁପଚାପ ବାହାରିଲା। ବାହାରେ ପବନ ବହୁଥିଲା। ବରଗଛ ମୂଳେ ଧୂସର ଆଲୋକ ଦେଖାଯାଉଥିଲା। ମିହିରା ଗଛ ପାଖକୁ ଯାଉଥିଲା। ହଠାତ୍ କିଏ ଆସୁଛି ଏ ଶବ୍ଦ ଶୁଭିଲା। ମିହିରା ଭୟରେ ଥମିଗଲା। ଗଛ ତଳରେ ଜଣେ ପୁରୁଣା ସାଧୁ ବସିଥିଲେ। ତାଙ୍କ ମୁଣ୍ଡରେ ଘଣ୍ଟି ଲଗାଥିବା ଛୋଟ ଏକ ତାଲିସ୍ତାନ ଥିଲା। ସାଧୁ କହିଲା, ପୁଅ, ତୁମେ ଭୂତକୁ ଦେଖିବାକୁ ଆସିଛନ୍ତି କି? ମିହିରା କହିଲା, ନା, ମୁଁ ସତ୍ୟ ଜାଣିବାକୁ ଆସିଛି। ସାଧୁ ହସି ଦେଇ କହିଲେ, ଭଲ କଥା, ତାହେଲେ ସତ୍ୟ ଶୁଣ। ଗଛର ରହସ୍ୟ। ସାଧୁ କହିଲେ, ଏଇ ବଟଗଛ ବା ଏଇ ବରଗଛ ଅତ୍ୟନ୍ତ ପୁରୁଣା। ଏଠାରେ ପୂର୍ବେ ଏକ ଅନ୍ଧ ଗୋପାଳ ରାତିକୁ ଚାଲି ଯାଉଥିଲେ। ତାଙ୍କ ଗଳାର ଘଣ୍ଟିର ଶବ୍ଦ ଗାଁକୁ ରକ୍ଷା କରୁଥିଲା। ଗୋପାଳ ମରିଯିବା ପରେ ଲୋକେ ଭାବିଲେ ଭୂତ ଘୁରୁଛି। ସାଧୁ କହିଲେ, ମୁଁ ସେହି ଗୋପାଳର ପୁଅ। ପିତାଙ୍କ ଘଣ୍ଟି ଶବ୍ଦ ଚାଲୁ ରଖିବାକୁ ଏଠି ବସିଥାଏ। ଗାଁକୁ ଭୟ ନୁହେଁ, ରକ୍ଷା ହେଉଛି। ମିହିରାର ଆଖିରୁ ଲୁହ ଝରି ପଡ଼ିଲା। ତାହା ସତ୍ୟକୁ ସେ ବୁଝିଲା। ସତ୍ୟ ସମସ୍ତଙ୍କୁ ଜଣା। ପରବର୍ତ୍ତୀ ସକାଳେ ମିହିରା ସମସ୍ତ ଗାଁ ଲୋକକୁ ଏ କଥା କହିଲା। ଗାଁ ଲୋକେ ଅଧା ଭଲ ବିଶ୍ୱାସ କଲେ, ଅଧା ବିଶ୍ୱାସ କଲେ ନାହିଁ। ସମସ୍ତେ ମିଶି ସେହି ବରଗଛ ତଳକୁ ଯାଇ ଦେଖିଲେ ସାଧୁବାବା ବସିଛନ୍ତି। ଘଣ୍ଟିର ଶବ୍ଦ ହେଉଥିଲା ଏବଂ ଘଣ୍ଟିଟି ହଲୁଥିଲା। ଗାଁ ଲୋକମାନେ ତା ପାଖରେ ହାତ ଯୋଡ଼ିଲେ। ସାଧୁ କହିଲେ, ଭୟ କର ନାହିଁ, ଭକ୍ତି ଦରକାର। ରକ୍ଷା ସତ୍ୟରୁ ହିଁ ଆସେ। ତାଠାରୁ ସେହି ବଟଗଛକୁ ଲୋକେ ଭୂତ ଗଛ ନୁହେଁ, ଦେବତାଙ୍କ ଗଛ ବୋଲି ପୂଜା କରିବା ଆରମ୍ଭ କଲେ। କେବେ କେବେ ଭୟ ପଛରେ ଥାଏ ସତ୍ୟର ଲୁଚା ଆଲୋକ। ମିହିରା ସମସ୍ତଙ୍କୁ ଦେଖାଇଦେଲା, ସାହସ ଓ ଜିଜ୍ଞାସା ଅନ୍ଧକାରକୁ ଆଲୋକ କରେ। ଦର୍ଶକ ବନ୍ଧୁ, କାହାଣୀଟି କିପରି ଲାଗିଲା ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ। କମେଣ୍ଟ କରି ଜଣାଇବେ କିପରି ଲାଗିଲା। ମୁଁ ଆର ଭିଡ଼ିଓକୁ ଭଲ ପୁରୁଣା ଗଳ୍ପ ନେଇକି ଆସିବି। ରହୁଛି। ଜୟ ଜଗନ୍ନାଥ।